ଶୁଣନ୍ତୁ, ଆଜି ଗୋଟେ କଥା କହୁଛି। ଗୋଟେ ଝିଅ ବାହାଘର ପୂର୍ବରୁ ତା ବାପା ମା ପାଖରେ ସେ ବହୁତ ଗେଲ ବସରରେ ଚଳିଥାଏ, ବହୁତ ଅଳି ଅଝଟ କରେ, ଆଉ ତା ଅଳି ଅଝଟକୁ ବି ବାପା ମା ମାନେ ରଖିଥାନ୍ତି। ବହୁତ ଗେଲ ବସରରେ ବି ସେ ରହିଥାଏ। ଯେଉଁ ଝିଅକୁ ପଦେ ଯଦି ଟିକେ ରାଗିକି ତା ମା କି ତା ବାବା ପଦେ କହିଦେଉଥିଲେ, ସେ କଥାକୁ ରାଗିକି ଦିନ ଭରି ଯାକ ରୁଷୁଥେଇ ରହିଥିବ, ଖାଇବନି। ତା ବାବା, ତା ମା, ତା ଭାଇ ତାକୁ ଯେତେ ବୁଝେଇଲେ ବି ସେ ବୁଝୁନଥିଲା। ତା ଜିଦିରେ ରହୁଥିଲା। ମୋତେ ଆଜି ବାବା ଏମିତି କହିଦେଲେ, କି ମୋତେ ଆଜି ଭାଇ ଏମିତି କହିଦେଲା, କି ମୋତେ ମା ଆଜି ମୋତେ ଏମିତି କହିଦେଲା। କେତେ କଥା ତାକୁ ମାନେ ସେମାନଙ୍କ କଥା ତାକୁ ବାଧୁଥିଲା, ସେ ମାନେ ଅଳି କରୁଥିଲା, ଅଝଟ ହେଉଥିଲା। ଆଜି ଯେତେବେଳେ ସେ ବାହା ହେଇ ଶାଶୁ ଘରକୁ ଯାଉଛି, ବହୁତ ସବୁକିଛି କଥା ତାର ଓଲଟା ହେଇଯାଉଛି। କାଲି ଯିଏ ରୁଷୁଥିଲା, ଅଳି କରୁଥିଲା, ଆଜି ତା ଶାଶୁ ଘରେ ସିଏ ଆଉ କାହାକୁ ରୁଷିବା କି ଅଳି ଅଝଟ କରୁଥିଲେ ସିଏ ବୁଝଉଛି। କାଲି ଯିଏ ବାପ ଘରେ ରୁଷି ଖାଉନଥିଲା, ତାକୁ ସମସ୍ତେ ଡାକି ଖୋସାମତ କରି ଗେଲ କରି ତାକୁ କୋଳେଇ କାଖେଇକି ଆଣି ଖୁଆଉଥିଲେ। ଆଜି ସେ ଶାଶୁ ଘରେ ଦୁଇ ଦିନ ଉପାସ ରହିଲେ ବି କେହି ପଦେ କହୁନାହାନ୍ତି, ଗୋଟେ ଖାଇଦେ। ଭାବିଲ ସେ ଝିଅର ଅବସ୍ଥା କ'ଣ ହେଉଥିବ ତା ବାପ ଘର କଥା ମନେ ପକେଇକି।